ଗୋଟିଏ ଛୋଟ ଗାଁରେ ମୀରା ନାମରେ ଜଣେ ଗରିବ ଝିଅ ରହୁଥିଲା। ତାର ମା ବାପା ମରିଯାଇଥିଲେ। ସେ ଫଳ ବିକି ନିଜର ପେଟ ଭରଣ ପୋଷଣ କରୁଥିଲା। ଦିନେ ସେ ଜଙ୍ଗଲ ରାସ୍ତାରେ ଫଳ ବିକିବାକୁ ଯାଉଥିଲା। ଠିକ୍ ସେହି ସମୟରେ ଏକ ହାତୀ ଛୁଆର କାନ୍ଦ ଶୁଣିବାକୁ ପାଇଲା। ସେ ସେଠିକି ଯାଇ ଦେଖିଲା ସେ ବିପଦରେ ପଡ଼ିଛି। ମୀରା କିଛି ନ ଭାବି ନ ଚିନ୍ତି ତାକୁ ରକ୍ଷା କଲା ଓ କିଛି ଫଳ ଖାଇବାକୁ ଦେଲା। ହାତୀକୁ ଟିକିଏ ସାହାଯ୍ୟ କଲା। ହାତୀ ଛୁଆଟି ମୀରାକୁ ଧନ୍ୟବାଦ ଦେବା ଭଳି ଦେଖିଲା। ସେହିଦିନଠାରୁ ମୀରା ସବୁଦିନ ତାକୁ ଦେଖା କରିବାକୁ ଯାଏ ଓ ତା ପାଇଁ କିଛି ଖାଇବା ମଧ୍ୟ ନେଇଯାଇଥାଏ। ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଗଲା। କିଛି ମାସ ପରେ ସେହି ଗ୍ରାମର ରାଜା ହାତୀମାନଙ୍କୁ ବନ୍ଦୀ କରିବାକୁ ହୁକୁମ ଦେଲେ। ମୀରା ଯେତେବେଳେ ଦେଖିଲା ତା ମିତ୍ରକୁ ରାଜା ବନ୍ଦୀ କରିଦେଇଛନ୍ତି, ସେ ରାଜାଙ୍କୁ ଅନୁରୋଧ କଲା ଓ କହିଲା, ମହାରାଜା, ଏ ହାତୀ ମୋର ମିତ୍ର ଅଟେ। ଏ କେବେ ବି କାହାର ଖରାପ କରିନାହିଁ। କୃପା କରି ୟାକୁ ଛାଡ଼ି ଦିଅନ୍ତୁ। ୟା ବିନା ମୁଁ ବଞ୍ଚିପାରିବି ନାହିଁ। ରାଜା ମୀରା ଆଖିରେ ବନ୍ଧୁତ୍ୱର ଭଲ ପାଇବାକୁ ଦେଖିପାରିଲେ। ସେ ହାତୀକୁ ଛାଡ଼ିଦେଲେ ଓ ମୀରାକୁ ନିଜ ମହଲରେ ପଶୁମାନଙ୍କୁ ସମ୍ଭାଳିବାର ଦାୟିତ୍ୱରେ ରଖିଲେ। ସେହିଦିନଠାରୁ ମୀରା ଓ ହାତୀ ଦୁଇଜଣ ସାଥୀ ହୋଇ ରହିଲେ। ଏହାର ଶିକ୍ଷା ହେଲା, ବନ୍ଧୁତା କେବେ ମଧ୍ୟ ଜାତି, ଟଙ୍କା ଓ ଶକ୍ତି ଦେଖି ହୋଇନଥାଏ। ଏହା ହୃଦୟରୁ ହୋଇଥାଏ।